ଆଜିର ମୁଖ୍ୟ ବାର୍ତ୍ତା ଥିଲା ଏହା ଯେ ଯେଉଁ ଅଞ୍ଚଳରେ ଆଞ୍ଚଳିକ କୃଷକ ସଂଗଠନ ମାନେ ନିଜ ନିଜ ଏରିଆରେ କୃଷକମାନଙ୍କ ପାଇଁ ସଂଗ୍ରାମ କରୁଥିଲେ ସେମାନଙ୍କୁ ଗୋଟିଏ ଛାତ ତଳକୁ ଆଣିବା ପାଇଁକି ସଂଯୁକ୍ତ କୃଷକ ମୋର୍ଚ୍ଚାର ତରଫରୁ ଏକ ପ୍ରୟାସ। ଆଜି ବିଭିନ୍ନ କୃଷକ ସଂଗଠନ ସମସ୍ତେ ଆଜି ଏକାଠି ହୋଇଛନ୍ତି, ଗୋଟିଏ ସ୍ୱରରେ କହୁଛନ୍ତି ଚାଷୀମାନଙ୍କର କଥା ସରକାର ଶୁଣ, ଯଦି ନ ଶୁଣିବ ତାହେଲେ ଆଗାମୀ ଭବିଷ୍ୟତରେ ରାଜରାସ୍ତାରେ ସରକାରୀ ବାବୁ ଏବଂ ଯେଉଁ ପଦାଧିକାରୀ ମାନେ ଅଛନ୍ତି ସେମାନଙ୍କୁ ଆମେ ଚଲେଇ ଦେବୁନି। କଥା ହେଉଛି ଆଜି 20ଟା ଜିଲ୍ଲା 30ଟା ଜିଲ୍ଲାରୁ ପାଖାପାଖି 15-16ଟି ଜିଲ୍ଲା ବନ୍ୟା ସମ୍ପୂର୍ଣ୍ଣ ଭାବେ କ୍ଷୟକ୍ଷତି ଘଟିଛି। ଏହି ସମୟରେ ଆପଣମାନେ ଦେଖୁଥିବେ ବିଭିନ୍ନ ଜାଗାରେ ଚାଷୀମାନଙ୍କୁ ଯେଉଁ ପ୍ରକାର କ୍ଷୟକ୍ଷତି ହେଇଛି ତାକୁ ଭରଣ ପୋଷଣ ପାଇଁ ସରକାରଙ୍କ ତତ୍ପରତା ନାହିଁ। କୁମ୍ଭକର୍ଣ୍ଣ ନିଦରେ ଶୋଇଲା ଭଳିଆ ଶୋଇଛି। ଏପର୍ଯ୍ୟନ୍ତ କୌଣସି ଜାଗାରେ ସର୍ଭେ ହେଲା ନାହିଁ ଏବଂ ସବୁଠାରୁ ବଡ଼ ଦୁଃଖର କଥା ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ମାସରୁ ଆରମ୍ଭ କରିବା କଥା, ବର୍ତ୍ତମାନ ଅଗଷ୍ଟ 6 ତାରିଖରେ ସେମାନେ ଆରମ୍ଭ କରୁଛନ୍ତି, ସେଇଟା ପୁଣି ଅଗଷ୍ଟ 30 ସୁଦ୍ଧା ସରିଯିବ। ତେଣୁ ବହୁତ କମ୍ ସମୟରେ ଚାଷୀମାନେ କିଭଳି ଭାବରେ ଏସବୁ ବ୍ୟବସ୍ଥା ଭିତରେ ସେମାନେ ଅନ୍ତର୍ଭୁକ୍ତ ହେବେ। ତେଣୁ ସରକାରଙ୍କୁ ଆମେ ନିବେଦନ କରୁଛୁ ଆଗ ପ୍ରଥମେ ଯେଉଁ ରିଲିଫ୍ ଫଣ୍ଡର ସଂଶୋଧନ କରିକି ଚାଷୀମାନଙ୍କର ହେକ୍ଟର ପିଛା 50,000 ଦିଆଯାଉ, କାହିଁକିନା ଚାଷୀମାନଙ୍କର ବିଭିନ୍ନ ଜାଗାରେ କ୍ଷୟକ୍ଷତି ଯେଉଁ ଘଟିଛି ତାକୁ କିଭଳି ଭାବରେ ଭରଣ ପୋଷଣ ହୋଇପାରିବ। ଦ୍ୱିତୀୟ କଥା ପଞ୍ଜୀକରଣରେ ବର୍ତ୍ତମାନ ଏଭଳି ଭାବରେ ଜଟିଳୀକରଣ ଏମାନେ କରିଛନ୍ତି ଯେ କୌଣସି ଭାଗ ଚାଷୀଟେ ଏଇ ମାନେ ପଞ୍ଜୀକରଣ ବ୍ୟବସ୍ଥାରେ ନିଜକୁ ଅନ୍ତର୍ଭୁକ୍ତ କରିପାରୁନାହିଁ। ଯଦି ଭାଗ ଚାଷୀଟେ ତା'ର ଅମଳ କରୁଥିବା ଧାନକୁ ବିକ୍ରି କରିପାରିବ ନାହିଁ ତାହେଲେ କିଭଳି ଭାବରେ ଚାଷୀ ତା'ର ଧାନଟାକୁ କେଉଁଠି ବିକିବ, କେମିତି ବିକିବ। ତେଣୁ ଇଏ ଯେଉଁ ନିୟମ କରିଛନ୍ତି ଯେ ଯେଉଁ ଜମି ମାଲିକ ରହିଲା ସିଏ ଆସିକି ବାୟୋମେଟ୍ରିକରେ କରିବ ଏବଂ ଫଟୋ ତା'ର ଉଠିବ। ଆପଣମାନେ କୁହନ୍ତୁ କେଉଁ ଜମି ମାଲିକ ଏଇ ବ୍ୟବସ୍ଥା ଭିତରେ ଯାଇକି ଫଟୋ ଉଠାଇବ, କି ଭୁବନେଶ୍ୱର ଥିବ କି କଟକରେ ଥିବ, ସିଏ କାହିଁକି ସମୟ ବାହାର କରି ଦେବ। ତେଣୁ ଏହିସବୁ ପ୍ରକ୍ରିୟା ଯଦି ହୁଏ ତାହେଲେ ଆମର ଗୁଡ଼ାଏ ଚାଷୀ ଯେଉଁମାନେ ପଞ୍ଜୀକରଣ ବ୍ୟବସ୍ଥା ଥିଲେ ସେଥିରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ। ତେଣୁ ଇଏ ଗୋଟେ ବଡ଼ ସମସ୍ୟା ଓଡ଼ିଶା ପାଇଁ, କାହିଁକିନା ଓଡ଼ିଶାରେ 52% ଚାଷୀ ହେଉଛନ୍ତି ଭାଗ ଚାଷୀ। ତେଣୁ ଏହିସବୁ କଥାକୁ ସରକାରଙ୍କ ଆଗରେ ଆମେ ଆଜି ଉପସ୍ଥାପନ କରୁଛୁ ଏବଂ ଦାବିପତ୍ର ମଧ୍ୟ ଦେଉଛୁ। ପ୍ରଥମେ ସରକାର ଏ କଥା ଉପରେ ତୁରନ୍ତ ଯୁଦ୍ଧକାଳୀନ ଭିତରେ ସମାଧାନ କରୁ। ତା ସହିତ ଆପଣ ଦେଖୁଥିବେ ବର୍ତ୍ତମାନ ଚାଷ ପାଇଁ ସାରର ଆବଶ୍ୟକତା ଅଛି। ବର୍ତ୍ତମାନ ସବୁ ଜାଗାରେ ସାରର ମାନେ ଅଭାବୀ ଦେଖାଦେଲାଣି, କେଉଁ ଜାଗାରେ ଡବଲ ଟ୍ରିପଲରେ ବିକ୍ରି ହେଉଛି। ତା ସହିତ ଆପଣମାନେ ଦେଖିବେ ଅନ୍ୟ ଯେଉଁ ସମସ୍ୟା ଅଛି, ଜଳ ନିଷ୍କାସନ ବ୍ୟବସ୍ଥା ହେଉ, ବର୍ତ୍ତମାନ ଶୀତଳ ଭଣ୍ଡାର ବ୍ୟବସ୍ଥା ହେଉ, ତାପରେ ସାର ଏବଂ ଟୋକନ ବ୍ୟବସ୍ଥା ହେଉ, ଏସବୁ କଥାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଆଜିର ଏ ସଭା ଥିଲା। ଆଜି ପାଖାପାଖି 15ଟା ଜିଲ୍ଲାର ଚାଷୀ ନେତୃତ୍ୱମାନେ ଆସିଥିଲେ।